काली महेश्वरी छिन्नमस्ता भैरवी बकालामुखी भद्रकाली हिरोयन रक्तभंग शकंबरी शिलाधारिणी नमस्तुते अन्नतर वंश करिबिग ध्वंस अतल प्रतिज्ञा मोहर निमिषक मोहि वंश चक्रवत परिपद बहु नारी युवती सुंदरी अरे हे झील बहु नारी युवती सुंदरी दक्षिण करे बलात्कार राजा महाराज कह कुल माने कह कुल खात अन्नदर वंश करिब ध्वंस अतल प्रतिज्ञा বর্তমান কর্ণাট রাজ্যের রাজা ভানু প্রতাপ প্রথমস্থ হইয়াছিলেন সভারে মুকুট চক্রান্ত করে কর্ণাট রাজ্যের রাজবংশকে ধ্বংস বিধ্বংস করে দেবে এথরে মমতা আরে মমতা प्रणाम बड़ भाई प्रथम मोर स्नेह भरा भूमिष्ठ प्रणाम ग्रहण कर उठ अरे उठ भौरी हेली भौरी अरे बो जहाँ शुणा पाऊली से कथाटा कौन सत्य कौ कथा भाई आसंत काली ए कर्णाट राज्य रे तो ज्येष्ठ पुत्र श्रावण हम राजा हाँ बड़ भाई तुम्हें ठीक शुणीच श्रावण जदि कर्णाटक राज्य रे राजा हो गले बहुत खुशी तो प्रथम हेबी मुझे कौन असुविधा है भाई ममता भाई ए अरे भल कलु जानी शुणी गोटाए मस्त बड़ भल कलु भाई तुम्हें कौन कहु तोर निज पुत्र नहीं तो निज पुत्र थाऊ थाऊ पर पुत्र को राज सिंहासन देवाई आए कहीं कलु केमी श्रावण भी मो निज पुत्र परी ताकू जन्म देनी सत हेले मु ताकू कोलई काखई मनीष करी एडिटी करिछि से मते भारी सम्मान आउ मार ममता दे बहुत अरे श्रावण जदि ए कर्णाटक राज्य राजा हेबो ए कर्णाटक राज्य राजा हेबो आओ तू तू तार पाद सेविका दासी है ना भाई आपण कहीं कथा कहते श्रावण एमतीका पुआ नुहे से मते भारी
ମାମାଟେ ବୋଲି ଛଡ଼ନା ଆରେ ଦେଇ ନା ଶ୍ରାବଣ ହେବ ଏ କର୍ଣ୍ଣାଟକ ରାଜ୍ୟର ରାଜ ଆଉ ତୁ ହେବୁ ତାର ପାଦ ସେବିକା ଭାଇ ତୁମେ କ'ଣ କହିଯାଉଛ ମୁଁ କିଛି ବୁଝିପାରୁନି ଶ୍ରାବଣ ଏମିତିକା ଛୋଟ ପିଲା ନୁହେଁ ଭାଇ ମୋ ମନକୁ କାହିଁକି ଏମିତି ବିଚଳିତ କରୁଛ ମୁଁ କିଛି ବୁଝିପାରୁନି ନା ଭଉଣୀ ଆରେ ଯଦି ତୋର ମଙ୍ଗଳ ଚାହ ତାହେଲେ ତୋତେ ମୋ ହାତରେ ହାତ ମିଶେଇବାକୁ ପଡ଼ିବ ତୁମେ ଠିକ୍ କହିଛ ଭାଇ ଭାଇ କେବେ ଭଉଣୀର ଅମଙ୍ଗଳ ଚାହେଁ ନା ଆରେ ଓ ବଡ଼ ଭାଇ କେବେ ଭଉଣୀର ଅମଙ୍ଗଳ ଚାହେଁ ନା ତାହେଲେ ମୁଁ ଏଇ ସମୟରେ କ'ଣ କରିବି ଭାଇ ମୁଁ କିଛି ବୁଝିପାରୁନି ତାହେଲେ ଉପାୟ ଅଛି ଭଉଣୀ ମୋ ପାଖରେ ଅଛି ତାହେଲେ ତୁ କୁହନ୍ତୁ ମୋ ହାତରେ ହାତ ମିଶାଇ ବାଟ ଚାଲିବୁ ତାହେଲେ ଠିକ୍ ଅଛି ଭଉଣୀ ଶୁଣ ତୁ ଏବେ ମୋ କହିବା କଥା କୁହେ ଭଉଣୀ ଶୁଣ ତୁ ଏବେ ମୋ କହିବା କଥା କୁହେ ଶ୍ରାବଣ ବ୍ରତକୁ ତୁ ଡାକିବୁ ତୁ ଶ୍ରାବଣ ବ୍ରତକୁ ତୁ ଡାକିବୁ ତୁ ପାଳନ କରେ ଭଉଣୀ ଶୁଣ ତୁ ଏବେ ମୋ କହିବା କଥା କୁହେ ଭାଇ ମୁଁ ଯାହା ଯାହା କହିଲି ସେଇଆ ଭଲ ଭାବରେ ବୁଝିପାରିଲୁ ତ ଭଉଣୀ ମୁଁ ବୁଝିପାରୁଛି ଭାଇ ଆଜିର ଶୁଭରାତ୍ରିରେ ଡାକି ଜ୍ୟେଷ୍ଠ ପୁତ୍ର ଶ୍ରାବଣକୁ ଦେଇଦେବୁ ତାକୁ ଗୁପ୍ତର କୁମନ୍ତ୍ରଣ କର୍ଣ୍ଣାଟକ ରାଜ୍ୟରେ ରାଜା ହେବ ବୋଲି କହିଦେବୁ ତାକୁ ଅନେକ ଛଳନାର କଥା ତାହେଲେ ଠିକ୍ ଅଛି ଭାଇ ମୁଁ କର୍ଣ୍ଣାଟକ ରାଜା ଭାନୁପ୍ରତାପଙ୍କ ପାଖକୁ ଯାଇ ଏମିତି କୂଟ ଚକ୍ରାନ୍ତ କରିଦେବି ଯେ ଶ୍ରାବଣ ହେବ ସବୁଦିନ ପାଇଁ ଚିର ନିର୍ବାସିତ ଆଉ ମାଗୁଥିଲା ମୋତେ ପ୍ରେମ ଭିକ୍ଷା ବୋଲି। ଉଚିତ କଥା କହିଲୁ ଭଉଣୀ ଉଚିତ କଥା କହିଲୁ ଶ୍ରାବଣ ପ୍ରେମ ଭିକ୍ଷା ମାଗୁଥିଲା ବୋଲି କରିବୁ ତୁ ଚିତ୍କାର ତୋ ଚିତ୍କାର ଶୁଣି ରାଜା ରାଜା ଭାନୁପ୍ରତାପ ଫୁଟି ଆସିବେ ତ ଶୟନ କକ୍ଷକୁ ନିଜ ଦୁଇ ଆଖିରେ ଦେଖି ସାରିଲା ପରେ ଖେଳଟା ଖୁବ୍ ଭଲ ଜମିବ ତୁମେ ଠିକ୍ କହିଛ ଭାଇ ସେ ମୂର୍ଖ ଶ୍ରାବଣ ମୋତେ ଚିହ୍ନିନି ତା ବାପା ଯୋଉ ବୃଦ୍ଧ ଅବସ୍ଥାରେ ମୋତେ ବାହା ହୋଇ ଏ ମୋ ଯୌବନଟାକୁ ନଷ୍ଟ କରିଛି ତାକୁ ମୁଁ ଉଚିତ ଶାସ୍ତି ନ ଦେବା ଯାଏ ମୋ ମନରେ ଶାନ୍ତି ନାହିଁ ଏ କର୍ଣ୍ଣାଟକ ରାଜ୍ୟକୁ ମୁଁ ଏମିତି ଛିନ୍ ଭିନ୍ କରିଦେବି ଯେ ସେ ଜାଣିପାରିବନି କିଏ ଏଇ ଷଡ଼ଯନ୍ତ୍ର କରୁଛି ବୋଲି ଅବିଳମ୍ବେ ଏ କାର୍ଯ୍ୟ ସାରି ପୁଣି ଥରେ ମୋତେ ଆସି ସାକ୍ଷାତ କରିବ ତାହେଲେ ମୁଁ ଆସୁଛି ଭାଇ ଏବେ ଯା ଭଉଣୀ ভৌড়ি মমতা তোর রাজ্যকে ধ্বংস বিধ্বংস করে এ বংশ সহিত নাশ করিলি আরে মানে কৌশলে ষড়যন্ত্র করি মোকাল্লায়দ রাজ্য রাজ সিংহাসনে
হেবি নরপতি। এই হচ্ছে উপযুক্ত সময়। এই সমୟରେ ମୁଁ ଛୁଟିଯିବି ସେନାପତି କାଳାନ୍ତକ ନିକଟକୁ ଆଉ ଦେଇଦେବି ତାକୁ ଗୁପ୍ତର କୁମନ୍ତ୍ରଣ। ଯେଉଁ କୁମନ୍ତ୍ରଣ କି କନ୍ୟାର ରାଜ୍ୟତ ଧଳି ସାତ ହେଇଯିବ। रे खोड़ी मो तोर भाई नुह मो तोर काल शत्रु तोर राज्य को ध्वंस विध्वंस करी हे वंश सहित नाश करी।